ହୃଦୟର ଏଇ ଅଲେଖା ଖାତାରୁ ହରଦେ କାଗଜ ଚିରି ବଢେଇ ଦେଲି ମୁଁ ତୁମ ହାତେ ଆଜି ଲେଖିଦିଅ ଲେଖିଦିଅ ତୁମ ନାଁ। କଥା ହଉଛି ସଙ୍ଗୀତରେ ନାଟକ, ନାଟକରେ ସଙ୍ଗୀତ, ଏ ଦିଟା ପରିପୂରକ। ଖାଲି ଯେ ସଙ୍ଗୀତ ହେଲେ ହବନି, ଖାଲି ଯେ ନାଟକ ହେଲେ ହବନି, କାରଣ ସେ ଦିଟା ଭାଇ ଭଉଣୀ ଭଳିଆ ହାତ ମିଳେଇକି ଚାଲିବେ। ଆଉ ସେଇଟା ହିଁ କୌଣସି ଯାତ୍ରା ପାର୍ଟିକୁ ବହୁତ ସକ୍ସେସଫୁଲ କରିବ ବୋଲି ମୋର ଆଶା। ଯାତ୍ରା ତ ମୋର ବୋଧେ ଜନ୍ମ ଦିନଠୁ ମୋର ଯାତ୍ରା ଆରମ୍ଭ ହେଇଛି, ଜୀବନ ଯାତ୍ରା। ଆଉ ଏଇଟା ବୋଧ ହୁଏ ଏଇ ରାଣୀ ପଣ୍ଡାଙ୍କର, ମୁଁ ତାଙ୍କୁ ତ ଧନ୍ୟବାଦ ଜଣେଇବି ଯେ ତାଙ୍କରି ନାଟ୍ୟ ମଣ୍ଡପରେ ପ୍ରଥମ ଥର ବୋଧେ ମୁଁ ଯାତ୍ରା ଷ୍ଟେଜକୁ ଆସୁଛି, କିନ୍ତୁ ଷ୍ଟେଜରେ ମୁଁ ପ୍ରାୟ ବହୁତ ପୁରାତନ ଆନସିଏଣ୍ଟ। ନାଇଁ ଷ୍ଟେଜରେ ମୁଁ ଆନସିଏଣ୍ଟ, ପୁରାତନ ପୁରୁଣା। ଷ୍ଟେଜରେ ବହୁତ ଗାଇଛି, ଯାତ୍ରା ଷ୍ଟେଜରେ ମୁଁ ପ୍ରଥମ ଥର ଗାଉଛି। ସେମ୍ ଲାଗୁଛି, ଖାଲି ଗୋଟେ ଜିନିଷ ହଉଛି ଏଠି ବଢିଆ ବଢିଆ ମାଟିର ମଣିଷ ମାନେ ମିଳିବେ, କିଏ ମିଳୁଛନ୍ତି ଯୋଉମାନଙ୍କୁ ମୁଁ କେବେ ମିଟ୍ କରିନଥିଲି। ସେଇଟା ଗୋଟେ ନୂଆ ଏକ୍ସପିରିଏନ୍ସ। ଯେମିତି ଆପଣ ଗୋଟେ ମେଲୋଡି ଷ୍ଟେଜ କି ଇଭେଣ୍ଟ ଷ୍ଟେଜକୁ ଯିବେ, ସେଠି ପ୍ରାୟତଃ ସେଇ କଲୋନୀରୁ ଆସିଥିବେ, ସେ ଆଖପାଖରୁ ଆସିଥିବେ, କିନ୍ତୁ ଯାତ୍ରା ଷ୍ଟେଜରେ ସେଇମାନଙ୍କୁ ମିଶିବାକୁ ମିଳିବ ଯେ ଯୋଉମାନେ ସତରେ ଯାତ୍ରା ବୁଝନ୍ତି। ଖାଲି ସଙ୍ଗୀତ ନୁହଁ, ସେମାନେ ନାଟକ ବି ଦେଖିବାକୁ ଆସିଥାନ୍ତି। ଏ ଯାତ୍ରା ପାର୍ଟିରେ ମୁଁ ଗୀତ କିଛି ଗାଇନି। ତାର ଟାଇଟଲ ସଙ୍ଗଟା ଏବେ ସରିଛି, ନାଟ୍ୟ ମଣ୍ଡପ ଟାଇଟଲ ସଙ୍ଗ। ସେଇଟା ଯେହେତୁ ଫ୍ରେଶ ଗାଇକି ଆସିଛି, ମୁଁ ସେତେ ମନେ ନାହିଁ ମୋର। ହଁ, ସେଇ ତ ସମସ୍ତେ ଗୁଣଗୁଣନ୍ତି ଯୋଉଟା, କିନ୍ତୁ ତାପରେ ବି ଆଉ କିଛି ଗୀତ ଅଛି ଯୋଉଗୁଟା ମତେ ଭଲ ଲାଗେ, ଯେମିତି ସପନ ସହରେ ଗୋଟେ ତୋଳିଛି ଘର, ମନରାଇ ଝରେ ପ୍ରେମ ବଣିଜ ମୋର, ବାଜି ବାଜି ହାରେ ନା ମୋର, ଜିଦି ଜିଦି ଛାড়ে না মোর, ସପନ କିଣେ ସପନ ବିକେ, ଯାହାଟି ନଜର ପଡେ ସିଏ ନିଜର, ମୁଁ ସବନର ସୌଦାଗର, ଆସିଛି କିଛି ଯାତ୍ରାରେ କରିବି ବେପାର। ସବୁବେଳେ ନିଜକୁ ସ୍ୱପ୍ନରେ ଦେଖିଛି, ଆଉ ନିଜର ଚେତନା ଶକ୍ତିକୁ ଦେଖିଛି, ଆଉ ନିଜର ବଞ୍ଚିଥିବା ଭିତରେ ମୋର ଅବସ୍ଥିତିକୁ ଦେଖିଛି। ଯେମିତି ମୁଁ କେମିତି କାର୍ଯ୍ୟକଳାପ କଲେ ଅନ୍ୟମାନେ ଭଲ ପାଇବେ, ସ୍ନେହ ଶ୍ରଦ୍ଧା କରିବେ, ସମ୍ମାନ ଦେବେ, ସମ୍ବେଦନଶୀଳତା ରଖିବେ। ମୁଁ ଏଇଟା ସମସ୍ତଙ୍କୁ କହେ ପ୍ରାୟ ଯେ ଶ୍ରୀକୃଷ୍ଣ ଚେତନା ଶକ୍ତି ରହିବା ଦରକାର ସମସ୍ତଙ୍କ ଭିତରେ। ପ୍ରେମ ଶ୍ରଦ୍ଧା ଯୋଗୁଁ ତ ଏଇ ଯାତ୍ରା ଜୀବନର, କହୁନାହାନ୍ତି। ମତେ ସେଇଟା ଭଲ ଲାଗେ। ଶ୍ରୋତା ଦର୍ଶକ ମାନଙ୍କ କିଏ ପ୍ରେମିକା, ପ୍ରେମିକା ମୋର ସମସ୍ତେ। ଆଉ ସବୁଠୁ ବଡ ପ୍ରେମିକା, ଆଉ ମୁଁ ସବୁଠୁ ବଡ ପ୍ରେମିକା ଜଗନ୍ନାଥଙ୍କର। ସେଇ ଏକା କୃଷ୍ଣ, ସେଇ ଗୋଟିଏ ହଉଛି କଣ କହିଲ ପ୍ରେମିକ, ଏ ସାରା ଜଗତର ନାଥ, ଯିଏକି ଆମ ନାଟ୍ୟ ମଣ୍ଡପକୁ ସାହାରା ହେବେ। ସେଇ ତ ଜଗନ୍ନାଥ, ସେଇ ଶ୍ରୀକୃଷ୍ଣ, ଆଉ ସେଇ ମାନେ ଯୋଉ କହନ୍ତି ନା କି ସେଇ ଶେଷ, ସେଇ ଆଦି। ଆଉ କଣ ମାନେ ବର୍ତ୍ତମାନ ଦିନରେ ଓଡିଆ ଇଣ୍ଡଷ୍ଟ୍ରି ଦରକାର ଥିଲା, ସେ ଓଡିଆ ଇଣ୍ଡଷ୍ଟ୍ରି ଛାଡିକି ଯାତ୍ରାକୁ ଆସିଲେ। ଯାତ୍ରାଟା କଣ ଓଡିଆ ଇଣ୍ଡଷ୍ଟ୍ରି ନୁହଁ? ଫିଲ୍ମ ଇଣ୍ଡଷ୍ଟ୍ରି। ଆରେ ଯାତ୍ରା ଇଣ୍ଡଷ୍ଟ୍ରି ହଉଛି ଆଜିକା ଡେଟରେ ଦ ଓନ୍ଲି ୱାନ୍ ଇଣ୍ଡଷ୍ଟ୍ରି ଯୋଉଠିକି ସମ୍ମାନ ସହିତ କିଛି ପାଉଣା ବି ଠିକ ଅଛି। ଏଇଟା ସତ୍ୟ କଥା। କାରଣ ଯେମିତି ଆପଣମାନେ ଆସିଛନ୍ତି, ଯାହାବି ଏ କର୍ମ ଆପଣ କରୁଛନ୍ତି, ଜର୍ଣ୍ଣାଲିଜିମ୍ କରୁଛନ୍ତି, ଏଥିରେ ଯଦି ମୁଁ ଘରକୁ ଯାଇକି ଯଦି ମୋ ଘରେ ରୋଷେଇଟା ରେଡି ନଥିବ, ତା ପାଇଁ ଷ୍ଟ୍ରଗଲ କରିବାକୁ ପଡୁଥିବ, କେମିତି ହବ? ଆଉ ଫେରେ ମୁଁ କହିବିନି ଯେ ମୋ ଘରେ ରୋଷେଇ ହଉନି। ମୁଁ ପିଲାଦିନରୁ ମୁଁ ଗୋଟେ କଣ କହିଲେ ବ୍ଲେସ୍ଡ ଚାଇଲ୍ଡ। ଆମ ପିଲାଦିନ ବାପା ସବୁ କରିକି ଥିଲେ। ମତେ ଯେତେବେଳେ କୁହନ୍ତି ଭାଇ ଆପଣ ବହୁତ ଷ୍ଟ୍ରଗଲ କରିଛନ୍ତି, ମୁଁ କହିଲି ନାଇଁ ମୁଁ ସବୁବେଳେ ଶିକ୍ଷା କରୁଛି। ମୋ ପାଇଁ ଷ୍ଟ୍ରଗଲିଂ ହଉଛି ଶିକ୍ଷା, ଏକ୍ସପିରିଏନ୍ସ। ମୁଁ ଯଦି ଆଜି ଯାତ୍ରାରେ ଆସିଛି, କିଛି ଶିଖିବାକୁ ଆସିଛି। ଏମିତିକା ଛୋଟ ବଡ଼ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ନ୍ୟୁଜ୍ଟିକୁ ସେୟାର କରନ୍ତୁ।